ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜି କଥା ହେବା ସାର୍ ୱିଲିୟମ୍ସ ଜୋନ୍ଙ୍କ ବିଷୟରେ। ସାର୍ ୱିଲିୟମ୍ସ ଜୋନ୍ ଜଣେ ବ୍ରିଟିଶ ବିଦ୍ୱାନ, ଭାଷାବିତ୍ ଏବଂ ବିଚାରପତି ଥିଲେ। ସେ 18ଶ ଶତାବ୍ଦୀରେ ଭାରତରେ ରହୁଥିଲେ ଏବଂ ପ୍ରାଚୀନ ଭାଷାଗୁଡ଼ିକ ଅଧ୍ୟୟନ କରିଥିଲେ। ଜୋନ୍ସ ସଂସ୍କୃତ, ଗ୍ରୀକ୍ ଏବଂ ଲାଟିନ୍ ମଧ୍ୟରେ ସମାନତା ଆବିଷ୍କାର କରିଥିଲେ। ସେ ତୁଳନାତ୍ମକ ଭାଷା ବିଜ୍ଞାନର ମୂଳଦୁଆ ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ। ସେ 1784 ମସିହାରେ ଏସିଆଟିକ୍ ସୋସାଇଟି ଅଫ୍ ବଙ୍ଗ ମଧ୍ୟ ପ୍ରତିଷ୍ଠା କରିଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି।